गत 17 तारिखରୁ ବାଲେଶ୍ୱର ସହରରେ କର୍ଫ୍ୟୁ ଜାରି ରହିଥିବା ବେଳେ ପୂର୍ବ ନିଷ୍ପତ୍ତି ମୁତାବକ ଗୁରୁବାର ସକାଳ 7 ଠାରୁ ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିଲା। ତେବେ ଇଣ୍ଟରନେଟ୍ ସେବା ପୂର୍ବ ଭଳି ସହରରେ ସମ୍ପୂର୍ଣ୍ଣ ଠପ୍ ରଖାଯାଇଛି। କର୍ଫ୍ୟୁ କୋହଳ ଯୋଗୁଁ ଆଜି ସକାଳୁ ସକାଳୁ ନୂଆବଜାର ମତିଗଞ୍ଜ ବଜାରର ପରିବା ବଜାରରେ ଗ୍ରାହକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ତେବେ ଗ୍ରାହକଙ୍କ ସମାଗମକୁ ଦେଖି ପରିବା ଦର ମଧ୍ୟ ଆକାଶ ଛୁଆଁ ହୋଇଥିବା ଲକ୍ଷ୍ୟ କରାଯାଇଛି। ଜିଲ୍ଲା ପ୍ରଶାସନ ଆଗାମୀ ଶୁକ୍ରବାର ଏଭଳି କର୍ଫ୍ୟୁ କୋହଳ ବ୍ୟବସ୍ଥା ଜାରି ରଖିବେ କି ନାହିଁ ସେ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ଥିବାରୁ ଅଧିକ ମାତ୍ରାରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କିଣୁଥିବାର ଦେଖିବାକୁ ମିଳିଥିଲା। 17 ତାରିଖ ରାତିରେ ଧର୍ମାନୁଷ୍ଠାନରେ ହୋଇଥିବା ଭଙ୍ଗାରୁଜା ଏବଂ ପୋଡ଼ାଜଳା ଘଟଣାକୁ ସହରର ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତି। ଏହା ସହିତ କର୍ଫ୍ୟୁ ସମୟରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀମାନେ ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ନିବେଦନ କରିଛନ୍ତି। ବାଲେଶ୍ୱରବାସୀ ହନ୍ତସନ୍ତ ହେଉଛନ୍ତି। ତାର କାରଣ ହେଉଛି ଏଇ ଯେଉଁ ଆମର କର୍ଫ୍ୟୁ ହେଲା କି ଦଙ୍ଗାଟା ହେଇଯାଇଛି ଆକୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଥମେ ମୁଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଧନ୍ୟବାଦ ଦେମି ଯେ ସେ ଜନସାଧାରଣଙ୍କର ସମସ୍ୟାକୁ ଆଖି ଆଗରେ ରଖିକି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମତେ କରିଦେଇଛନ୍ତି। ଆଜି 4 ଘଣ୍ଟା କୋହଳ କରିଛନ୍ତି। ଫଳରେ 3-4 ଦିନ ଧରିକି ଯେଉଁ ଲୋକ ଖାଇବାକୁ ନ ପାଇ ଗରିବ ଗୁରୁବା ଯେଉଁମାନେ କି ଉଭୟ ସମ୍ପ୍ରଦାୟର ଲୋକମାନେ ଘର ଭିତରେ ବସିକି ଡହଳ ବିକଳ ହେଉଥିଲେ ଆଜି ସେମାନେ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି। ଆଉ ପ୍ରତ୍ୟେକ ଖାଉଟି ସାମଗ୍ରୀ ଦୋକାନ ଆଗରେ ଦେଖନ୍ତୁ ପ୍ରବଳ ଭିଡ଼। ସେ ମାଛ କୁହନ୍ତୁ, ମାଂସ କୁହନ୍ତୁ, ଚାଉଳ କୁହନ୍ତୁ, ଡାଲି କୁହନ୍ତୁ, କ୍ଷୀର କୁହନ୍ତୁ, ଯାହା କୁହନ୍ତୁ ସବୁଆଡ଼େ ବଜାର ବର୍ତ୍ତମାନ ଯେମିତି ରଥଯାତ୍ରା ପୁରୀରେ ଯେମିତି ରଥଯାତ୍ରା ହେଲା ବେଳକୁ ଯେଉଁଭଳି ଭିଡ଼ ଦେଖାଯାଏ ଆଜି ବାଲେଶ୍ୱର ସହରର ସେହି ଅବସ୍ଥା ଏ ପର୍ଯ୍ୟନ୍ତ 11ଟା ପର୍ଯ୍ୟନ୍ତ ରହିବ ବୋଲି ବଳବତ୍ତର ରହିଛି। କର୍ଫ୍ୟୁ ବଳବତ୍ତର ଥିବା ସମୟରେ ମଧ୍ୟ 4 ଘଣ୍ଟା କୋହଳ କରିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ ଆଉ ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ମହୋଦୟା 2 ଜଣ। କିନ୍ତୁ ମୋର ଗୋଟିଏ କଥା କହିବା କଥା, ଯେଉଁ ବାହାରୁ ପୋଲିସ ମାନେ ଆସିଛନ୍ତି ସେମାନଙ୍କୁ ଯେଉଁମାନେ ନେଇକି ଆସିଛନ୍ତି ସେମାନେ ବ୍ୟବହାର ଏତେ ଖରାପ କରୁଛନ୍ତି ଜନସାଧାରଣଙ୍କ ପ୍ରତି। ଜନସାଧାରଣଙ୍କୁ ତାଙ୍କ ବ୍ୟବହାରରେ ରୁକ୍ଷ ବ୍ୟବହାରରେ ଅତି ମର୍ମାହତ ହୋଇପଡ଼ିଛନ୍ତି। ସେମାନେ ମାନେ ମାନୁନାହାନ୍ତି। ସେମାନେ ତାଙ୍କର ନିଜକୁ ସୁରକ୍ଷିତ ରଖିବା ସହିତ ଲୋକଙ୍କୁ ସୁରକ୍ଷା ଯୋଗାଇବେ କେମିତି ତାଙ୍କ କଥାରେ ଲୋକ ଉତ୍ତ୍ୟକ୍ତ ହୋଇଯାଉଛନ୍ତି। ଏଟା ପ୍ରତି ମଧ୍ୟ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବା ଏକାନ୍ତ ଜରୁରୀ। ଆଉ ତା ଛଡ଼ା ରାତିରେ ଯେଉଁ ପେଟ୍ରୋଲିଂ ଜାରି ରହିଛି ସେ ପେଟ୍ରୋଲିଂ ଜାରି ରହୁ। ବର୍ତ୍ତମାନ ସବୁ କାର୍ଯ୍ୟ ଶାନ୍ତି ଶୃଙ୍ଖଳା ମଧ୍ୟରେ ଶେଷ ହେବ। ଆଉ ଯେଉଁମାନେ ନିର୍ବାଚିତ ପ୍ରତିନିଧି ବା ନେତା ସେମାନେ ମଧ୍ୟ ଚେଷ୍ଟା କରନ୍ତୁ ଉଭୟ ସମ୍ପ୍ରଦାୟର ବ୍ୟକ୍ତିମାନଙ୍କୁ ଡାକି ଯେଉଁମାନେ ଶାନ୍ତି କମିଟି ଗଠନ କରାଯାଇଛି ତାକୁ ଡାକି କେମିତି ଶାନ୍ତି ଆଉ ଟିକେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଚାଲିବ ଏବଂ ଜନସାଧାରଣ ଯେମିତି ପୂର୍ବ ଭଳି ସହରକୁ ଯେମିତି ବାହାରୁଥିଲେ ଆଉ ବାହାରିବେ ଏବଂ ନିଜର ନିତ୍ୟ କର୍ମ କରିବେ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ଏକାନ୍ତ ଜରୁରୀ। ଏଥିରେ ମୁଁ ମର୍ମାହତ ଆଉ ମୁଁ ଆ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରୁଛି। ଯେଉଁ ସମ୍ପ୍ରଦାୟର ହୁଅନ୍ତୁ ଯେଉଁମାନେ ବି କରିଛନ୍ତି ଆକୁ ବା କରିକି ଆମ ଭିତରେ ଗୋଟେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣକୁ କଳୁଷିତ କରିବା ପାଇଁ ଚେଷ୍ଟା କରୁଛନ୍ତି ତାହା କରିବାକୁ ଦିଆ ନ ଯାଉ। ଜିଲ୍ଲା ପ୍ରଶାସନ ସେ ଦିଗରେ ଦୃଢ଼ ଦୃଷ୍ଟି ଦେଉ। ଆଉ ଜିଲ୍ଲାପାଳ ଆଶିଷ ଠାକରେ ମହୋଦୟ ଯିଏକି ରୁଟ୍ ମାର୍ଚ୍ଚ କରିଛନ୍ତି ସବୁଆଡ଼େ ଗାଁରେ ବୁଲିଛନ୍ତି ଏବଂ ସହରର ବିଭିନ୍ନ 31ଟି ୱାର୍ଡ଼ ସେ ବୁଲିଛନ୍ତି ଏବଂ ତାଙ୍କ ସହିତ ଆମର ମ୍ୟାଡ଼ାମ୍ ଯେଉଁ ସାଗରିକା ନାଥ ଏସ୍ପି ମହୋଦୟା ଅଛନ୍ତି ସେ ମଧ୍ୟ ବୁଲିଛନ୍ତି। ସେ ମଧ୍ୟ ଆଜିକି 5 ଦିନ ଧରିକି ଲାଗିଛନ୍ତି କଷ୍ଟ ସ୍ୱୀକାର କରିକି ଚାଲିଛନ୍ତି। ଆଉ ଗୋଟିଏ କଥା ମଧ୍ୟ ମୁଁ ଆପଣଙ୍କୁ କହିମି, ଗୋଟିଏ ଗୋଷ୍ଠୀ ଯେଉଁମାନେ କି ପ୍ରଚାର ଚଳାଇଛନ୍ତି ସହରରେ ଯେ ଏସ୍ପିଙ୍କର ବଦଳି ହୋଇଗଲା ଆଉ ଏ ଏସ୍ପି ଚାଲିଗଲେଣି। ଆପଣ ଜାଣିଛନ୍ତି ନା ଏସ୍ପି ଚାଲିଗଲେଣି ବୋଲି? ଏଇ ଯେଉଁ ଗୁଜବ ପ୍ରଚାର କରୁଛନ୍ତି ସେମାନଙ୍କ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କାରଣ ବର୍ତ୍ତମାନ ପରିସ୍ଥିତିରେ ଆଗେ ଶାନ୍ତି ବଜାୟ ରଖିବା ସହରରେ ଏକାନ୍ତ ଆବଶ୍ୟକ। କାହିଁକିନା ଲୋକ ବହୁତ ହଇରାଣ ହେଉଛନ୍ତି। पुलिस पक्षर आईनगत कार्यानुष्ठान ग्रहण कर्फ्यू अनिर्दिष्ट काल पर्यंत बालेश्वर पौरपालिका अंचल बलवत्तर रही।